ଖ୍ରୀଷ୍ଟ ପ୍ରେମରେ ମୋର ପ୍ରତ୍ୟେକ ଭାଇ ଓ ଭଉଣୀ ମାନଙ୍କୁ ପ୍ରେଜ ଦି ଲର୍ଡ ଜ୍ଞାପନ କରେ। ଆଜି ଆପଣମାନଙ୍କ ନିମନ୍ତେ ଆମେ କିଛି ବାଇବେଲ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ନେଇକି ଆସିଅଛୁ। ଆପଣମାନେ ଶୁଣନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଆସନ୍ତୁ ଭିଡିଓକୁ ଷ୍ଟାର୍ଟ କରିବା। ଏହାର ପ୍ରଥମ ପ୍ରଶ୍ନ ହେଉଛି, ସୃଷ୍ଟି ସମୟରେ ପୃଥିବୀ ନିର୍ଜନ ଓ କଣ ଥିଲା? ଉତ୍ତର, ଶୂନ୍ୟ ଥିଲା। ଆଦି ପୁସ୍ତକ 1:2 ପଦ। ଦ୍ୱିତୀୟ ପ୍ରଶ୍ନ ହେଉଛି, ସୃଷ୍ଟି ସମୟରେ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ଜଳ ଉପରେ ପରମେଶ୍ୱରଙ୍କ କଣ ବ୍ୟାପ୍ତ ଥିଲା? ଉତ୍ତର ହେଉଛି ଆତ୍ମା। ଆଦି ପୁସ୍ତକ 1:2 ପଦ। ତୃତୀୟ ପ୍ରଶ୍ନ, ପରମେଶ୍ୱର କାହାର ନାମ ଆକାଶମଣ୍ଡଳ ଦେଲେ? ଉତ୍ତର ହେଉଛି ଶୂନ୍ୟ। ଆଦି ପୁସ୍ତକ 1:8 ପଦ। ଚତୁର୍ଥ ପ୍ରଶ୍ନ, ଜଳରାଶିର ନାମ ସମୁଦ୍ର ଓ ସ୍ଥଳଭାଗର ନାମ ପୃଥିବୀ କିଏ ଦେଲେ? ଉତ୍ତର ହେଉଛି ପରମେଶ୍ୱର। ଆଦି ପୁସ୍ତକ 1:10 ପଦ। ପଞ୍ଚମ ପ୍ରଶ୍ନ ହେଉଛି, ପରମେଶ୍ୱର କେଉଁ ଦିବସର ସୃଷ୍ଟିକୁ ଉତ୍ତମ ବୋଲି କହିନାହାନ୍ତି? ଉତ୍ତର ହେଉଛି ଦ୍ୱିତୀୟ। ଆଦି ପୁସ୍ତକ 1:6-8 ପଦ। ଷଷ୍ଠ ପ୍ରଶ୍ନ ହେଉଛି, କେଉଁ ପ୍ରାଣୀର ନାମ ସର୍ବପ୍ରଥମେ ବାଇବେଲରେ ଲେଖାଯାଇଛି? ଉତ୍ତର ହେଉଛି ତିମି। ଆଦି ପୁସ୍ତକ 1:21 ପଦ। ସପ୍ତମ ପ୍ରଶ୍ନ, ପଶୁ ଓ ପକ୍ଷୀଙ୍କ ଖାଦ୍ୟ ନିମନ୍ତେ ପରମେଶ୍ୱର କଣ ଦେଲେ? ଉତ୍ତର ହେଉଛି ଶାକ। ଆଦି ପୁସ୍ତକ 1:30 ପଦ। ଅଷ୍ଟମ ପ୍ରଶ୍ନ, ସୃଷ୍ଟିର ପ୍ରାରମ୍ଭରୁ ପରମେଶ୍ୱର କେଉଁ ରଙ୍ଗର ନାମ ସର୍ବପ୍ରଥମେ ନେଲେ? ଉତ୍ତର ହେଉଛି ହରିତ। ଆଦି ପୁସ୍ତକ 1:30 ପଦ। ନବମ ପ୍ରଶ୍ନ ହେଉଛି, ପରମେଶ୍ୱର କେଉଁ ଦିନକୁ ପବିତ୍ର କଲେ? ଉତ୍ତର ହେଉଛି ସପ୍ତମ। ଆଦି ପୁସ୍ତକ 2:3 ପଦ। ଦଶମ ପ୍ରଶ୍ନ ହେଉଛି, ପରମେଶ୍ୱର ପୃଥିବୀ କଣ ଦ୍ୱାରା ମନୁଷ୍ୟକୁ ନିର୍ମାଣ କଲେ? ଉତ୍ତର ହେଉଛି ଧୂଳି। ଆଦି ପୁସ୍ତକ 2:7 ପଦ। 11 ପ୍ରଶ୍ନ ହେଉଛି, ଏଦନ ଉଦ୍ୟାନରେ ଥିବା ନଦୀ କେତେ ଧାରାରେ ବିଭକ୍ତ ହୋଇଥିଲା? ଉତ୍ତର ହେଉଛି 4। ଆଦି ପୁସ୍ତକ 2:10 ପଦ। 12 ପ୍ରଶ୍ନ ହେଉଛି, କେଉଁ ଦେଶରେ ସୁବର୍ଣ୍ଣ ଉତ୍ତମ ବୋଲି ବାଇବେଲରେ ଲେଖାଯାଏ? ଉତ୍ତର ହେଉଛି ହବିଲା। ଆଦି ପୁସ୍ତକ 2:12 ପଦ। 13 ପ୍ରଶ୍ନ ହେଉଛି, ବିଲର ପଶୁ ଓ ଖେଚର ପକ୍ଷୀଗଣର ନାମ କିଏ ଦେଇଥିଲେ? ଉତ୍ତର ହେଉଛି ଆଦମ। ଆଦି ପୁସ୍ତକ 2:19 ପଦ। 14 ପ୍ରଶ୍ନ ହେଉଛି, ଗ୍ରାମ୍ୟ ପଶୁ ଓ ବନ୍ୟ ପଶୁଙ୍କ ଠାରୁ ଅଧିକ ଶାପଗ୍ରସ୍ତ କିଏ? ଉତ୍ତର ହେଉଛି ସର୍ପ। ଆଦି ପୁସ୍ତକ 3:14 ପଦ। 15 ପ୍ରଶ୍ନ ହେଉଛି, କାହା ସକାଶୁ ଭୂମି ଶାପଗ୍ରସ୍ତ ହେଲା? ଉତ୍ତର ହେଉଛି ଆଦମ ଯୋଗୁଁ। ଆଦି ପୁସ୍ତକ 3:17 ପଦ। 16 ପ୍ରଶ୍ନ ହେଉଛି, ହବା ନାମର ଅର୍ଥ କଣ? ଉତ୍ତର ହେଉଛି ଜୀବନ। ଆଦି ପୁସ୍ତକ 3:20 ପଦ। 17 ପ୍ରଶ୍ନ ହେଉଛି, ଏଦନ ଉଦ୍ୟାନର କେଉଁ ଦିଗରେ କିରୁବଗଣ ରହିଲେ? ଉତ୍ତର ହେଉଛି ପୂର୍ବ ଦିଗ। ଆଦି ପୁସ୍ତକ 3:24 ପଦ। 18 ପ୍ରଶ୍ନ ହେଉଛି, ପୃଥିବୀରେ ସର୍ବପ୍ରଥମେ କିଏ କ୍ରୋଧ କରିଥିବା ବିଷୟ ଲେଖାଯାଏ? ଉତ୍ତର ହେଉଛି କଇନ। ଆଦି ପୁସ୍ତକ 4:5 ପଦ। 19 ପ୍ରଶ୍ନ ହେଉଛି, ମନୁଷ୍ୟ ପ୍ରତି କାହାର ବାସନା ରହିବ? ଉତ୍ତର ହେଉଛି ପାପ। ଆଦି ପୁସ୍ତକ 4:7 ପଦ। 20 ପ୍ରଶ୍ନ ହେଉଛି, ପୃଥିବୀ ସର୍ବପ୍ରଥମ ହତ୍ୟାକାରୀ କିଏ? ଉତ୍ତର ହେଉଛି କଇନ। ଆଦି ପୁସ୍ତକ 4:8 ପଦ। ଧନ୍ୟବାଦ। ଆମେ ଆପଣଙ୍କ ନିମନ୍ତେ ଆଦି ପୁସ୍ତକରୁ 1ରୁ 20 ପଦ ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତର ନେଇକି ଆସିଅଛୁ। ଆଶା କରୁଛି ଯେ ଆପଣମାନେ ଶୁଣିଥିବେ ଆଉ ନିଶ୍ଚୟ ଆଶୀର୍ବାଦ ପ୍ରାପ୍ତ ହେବେ ଆଉ ଶିଖିବେ, ଜାଣିବେ ଈଶ୍ୱରଙ୍କ ବିଷୟରେ ଆଉ ଲାଇକ୍ କରିବେ, ପୁଣି ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର କରିବେ। ସେଥିପାଇଁ ଆପଣମାନେ ଏହି ଭିଡିଓକୁ ଦେଖିଥିବାରୁ, ଶୁଣିଥିବାରୁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦଉଛି। ପ୍ରେଜ୍ ଦି ଲର୍ଡ।